ନର୍ଲାରେ ହେଲା ଶାନ୍ତିପୂର୍ଣ୍ଣ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ସାରା ଓଡ଼ିଶାରେ ହୋଇଯାଇଛି ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ଓଡ଼ିଶା ମହାସଂଘର ଆହ୍ୱାନ କ୍ରମେ ସାରା ରାଜ୍ୟବ୍ୟାପୀ ଡ୍ରାଇଭରମାନଙ୍କ ହକ୍ ଏବଂ ବିଭିନ୍ନ ଦାବି ନେଇ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଥିଲେ। ଡ୍ରାଇଭରମାନଙ୍କ ଦାବିକୁ ସରକାର ପାଖରେ ଅନେକ ଥର ଜଣାଇଥିଲେ ମଧ୍ୟ ସରକାର କୌଣସି କର୍ଣ୍ଣପାତ କରିନଥିଲେ। ଅନେକ ଆଶା ଓ ବିଶ୍ୱାସରେ ନୂତନ ସରକାର ଉପରେ ଭରସା ରଖି ଡ୍ରାଇଭରମାନେ ନିଜ ଭବିଷ୍ୟତର ଉଜ୍ଜ୍ୱଳ ସ୍ୱପ୍ନ ଦେଖିଥିଲେ। କିନ୍ତୁ ସରକାର ଅଣଦେଖା କରି ଡ୍ରାଇଭରମାନଙ୍କ ଛାତିରେ ଗୋଇଠା ମାରିଲା ଭଳି ନିଷ୍ଠୁର ସାଜିଛନ୍ତି। ନୀରବଦ୍ରଷ୍ଟା ସରକାର ଡ୍ରାଇଭରମାନଙ୍କ ଅସୁବିଧା ଜାଣିଥିଲେ ମଧ୍ୟ ଅଣଦେଖା କରିବା ଡ୍ରାଇଭରମାନଙ୍କ ପାଇଁ ଶକ୍ତ ଧକ୍କା ଲାଗିଛି। ସାରା ରାଜ୍ୟରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଦେଖାଦେଇଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳର ବିଭିନ୍ନ ସ୍ଥାନରେ ମଧ୍ୟ ଡ୍ରାଇଭରମାନଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଦେଖାଦେଇଛି। ସରକାରଙ୍କୁ ସମ୍ମାନ ଜଣାଇ ଶୃଙ୍ଖଳାର ସହିତ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିବାର ଦୃଷ୍ଟିକୁ ଆସିଛି। କୌଣସି ଅଘଟଣ କିମ୍ବା ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିନଥିଲା। ନର୍ଲା ସଂଘର ପଞ୍ଚୁ ପାଣ୍ଡବଙ୍କ ନେତୃତ୍ୱରେ ଆୟୋଜିତ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ଜିଲ୍ଲାର ଶହ ଶହ ଡ୍ରାଇଭର ଭାଇମାନେ ଅଂଶଗ୍ରହଣ କରିଥିଲେ। ନର୍ଲା ଡ୍ରାଇଭର ସଂଘର କର୍ମକର୍ତ୍ତାମାନେ ଭାଗ ଭାଗ ହୋଇ ନର୍ଲା ସହିତ ଛତିକୁଡ଼ା, ବଲବସପୁର, ପଲମ ଛକରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ବିଭିନ୍ନ ଦାବିକୁ ନେଇ ପୂର୍ବରୁ ମଧ୍ୟ ଡ୍ରାଇଭରମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। କିନ୍ତୁ ତତ୍କାଳୀନ ରାଜ୍ୟ ସରକାର ସେମାନଙ୍କ ଦାବିଗୁଡ଼ିକ ମଧ୍ୟରୁ କେବଳ ଗୋଟିଏ ମାତ୍ର ଦାବି ପୂରଣ କରିଥିବା ବେଳେ ନୂତନ ଭାବରେ ସରକାର ଗଠନ କରିଥିବା ଡବଲ ଇଞ୍ଜିନ ସରକାର କେତୋଟି ଦାବି ପୂରଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି। ଡ୍ରାଇଭରମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଜିଦ୍ଦି ଧରି ବସିଥିବା ବେଳେ ଆଗକୁ ଏ ଆନ୍ଦୋଳନ ତୀବ୍ର ରୂପ ନେଇପାରେ ବୋଲି ସୂଚନା ମିଳୁଛି। କଳାହାଣ୍ଡି ନର୍ଲାରୁ ବିମ୍ବାଧର ବୁଧିଆଙ୍କ ରିପୋର୍ଟ, ଏବି ନ୍ୟୁଜ।